ଆମେ ଦୁଇ ଜଣ ଯାକ ଫୋନ୍ ଟୁ ଫୋନ୍ ବସିଲେ କଥାବାର୍ତ୍ତା ହେବ। ତଥାପି ଆପଣ ଯଦି ଚାହିଁବେ ଗଣମାଧ୍ୟମ ଜଣାଇ ପାରିବେ ହଁ। ସେ ଯୋଉ ଜଣେଇ ପାରିବେ ଯେ ସିଏ ସେଠି ଆମ ଘରେ ଡିଷ୍ଟାନ୍ସ କ୍ରିଏଟ୍ କଲା। ବୋଉକୁ ଯାଇ କହିବ ଯେ ତମ ପୁଅ କହୁଛନ୍ତି ମୋତେ ବାହାରେ ନେଇ ଘର ଭଡ଼ା ନେଇ ରଖିବେ। ଇଆଡ଼େ ମୋତେ ଆସିକି କହିବ ତମ ବୋଉ ମୋତେ କହୁଛନ୍ତି କାହିଁ ତୁ ଘରେ ରହୁଛୁ, ତୁ ଅଶୋକକୁ ନେଇ ପଳା ଘରେ ରହିବୁ। ମୁଁ କିନ୍ତୁ ମୁଁ ଜାଣିଛି ଘର ଭିତରେ ଲେଡ଼ିସ୍ଙ୍କ କଥା ମୁଁ କେବେ ବିଶ୍ୱାସ କରେନି। ମୁଁ ବି ତାଙ୍କୁ ସେଇଠୁ କରେ, ମୁଁ କହିଲି ନାଇଁ ଏଇଟା ମିଛ କଥା, ମୁଁ ଏବେ ନାଇଁ ମୁଁ ଏ କଥା ଗୁଡ଼ା କେବେ ବିଶ୍ୱାସ କରେନି। ହଁ ଲେଡ଼ିସ୍ ଘର ଏତେ ପରିବାର ହଁ ହୁଏ, ମୁଁ ଏଇଟା କିଛି ଇଏ କରେନି। ସେଠୁ ଯେତେବେଳେ ବୋଉକୁ ସେମାନେ ବୋଉକୁ ଯେତେବେଳେ ଟର୍ଚର୍ କଲେ, ମୋ ବୋଉର କ୍ୟାନ୍ସର ହେଲା। ବୋଉର ଯେତେବେଳେ କ୍ୟାନ୍ସର ହେଲା, ବୋଉ କଟକ ବଡ଼ ମେଡ଼ିକାଲରେ ଅପରେସନ୍ ହେଲେ। ଯେତେବେଳେ ମୁହଁଟା ଏମିତି ଅପରେସନ୍ ବୋଉର ଆସିଲା, ସିଏ ବୋଉକୁ ଆସିକି କହିଲା ତମେ ସେ ଘରେ ରୁହ, ଘରୁ ବାହାରନି। ମୋ ବୋଉକୁ ଘରୁ ବାହାର କରିଦେଲା। ସେଇଠୁ ଆମର ଡିଷ୍ଟାନ୍ସ ଆରମ୍ଭ ହେଲା। ମୋ ବୋଉକୁ ଘରୁ ବାହାର କରିଦେଲା। ଆପଣଙ୍କ ସ୍ତ୍ରୀ? ହଁ। କହିଲା କ୍ୟାନ୍ସର ରୋଗ ଡିଆଁ ରୋଗ। ମୁଁ କହିଲି କ'ଣ କ୍ୟାନ୍ସର ଡିଆଁ ରୋଗ? ଯେତେବେଳେ ମୋ ଘରେ ମୋ ବାପା ବୋଉ ରହିବେନି, ମୁଁ କ'ଣ ଘରେ ରହିବି? ସେଟା ବାପା ବୋଉ ଯୋଉଠି ରହିଲେ ମୁଁ ସେଠିକି ଗଲି। ସିଏ ତାର ଘରେ ଏକୁଟିଆ ରହିଲା। ମୋର ଦିଟା ଗାଡ଼ି ଥିଲା, ମୋ ଡ୍ରାଇଭର ଥିଲା। ମୋ ଡ୍ରାଇଭରକୁ ଡେଲି କହିଲା ମୋ ପାଇଁ ମଦ ଆଣେ, ମଦ ନ ଆଣେ ତୋ ନା ରେପ୍ କେସ୍ ଦେବି। ମୋ ଡ୍ରାଇଭର ଛାଡ଼ିକି ପଳେଇଲା। ଗୋଟେ ବିକୃତ ମାନସିକର ସ୍ତ୍ରୀ ଆପଣଙ୍କର ଯିଏ ଥିଲେ ତାହେଲେ। ବିକୃତ ଆପଣମାନେ ନିଜେ ବି ଚାହିଁଲେ କଥାବାର୍ତ୍ତା ପଚାରନ୍ତୁ, ନିଜେ ବି ଜାଣିପାରିବେ। ଆଜି ଯେଉଁ ଅଭିଯୋଗ ଗୁଡ଼ିକ ସେ ଆଣୁଛନ୍ତି ତାକୁ ନେଇକି ଆପଣଙ୍କର ମୁଁ ଅଭିଯୋଗ ତା ଆଗରେ କରିଲେ କିଛି ଲାଭ ନାହିଁ। ଯେହେତୁ ଗଣମାଧ୍ୟମ ମୁଁ ନମସ୍କାର କରି ହାତ ଯୋଡ଼ି କହୁଛି, ଆଗ ମୋଠୁ କଥା ଶୁଣ। ମୁଁ ତ ଯେତେବେଳେ ଗଣମାଧ୍ୟମକୁ ଆଉ ଥରେ ସିଏ ଆସେ, ମୋତେ ମୋ ଫୋନ୍ ନମ୍ବର ରଖନ୍ତୁ, ମୋତେ ଡାକନ୍ତୁ, ମୁଁ ଡାଇରେକ୍ଟ ଯିବି ଫୋନ୍ ଟୁ ଫୋନ୍ କଥା ମୁଁ ତାକୁ ସେଇଠୁ ଘରକୁ ନେଇକି ଆସିବି। ମୁଁ ଚାହୁଁଛି ମୁଁ ତାକୁ ଘରକୁ ନେଇକି ଆସିବି। ତାକୁ ସିଏ ରାଜି ଆସିବାକୁ ତାକୁ ପଚାରନ୍ତୁ। ଆପଣଙ୍କର ତ ଡିଭୋର୍ସ ହେଇଯାଇଛି, ଆଉ ଆପଣ ଆଣିବେ ତାକୁ କେମିତି? ସିଏ ପା କହୁଛି ଏଇଟା ଫଲ୍ସ। ସିଏ ଚାହୁଁନାହାନ୍ତି। କୋର୍ଟ ଅର୍ଡର କେମିତି ଫଲ୍ସ ହେଇପାରିବ? ସିଏ ତ ନିଜେ କହୁଛି ଏଇଟା ଫଲ୍ସ ଡିଭୋର୍ସ, ଏଇଟା ଡିଭୋର୍ସ ଏଇଟା ଫଲ୍ସ। ତାହେଲେ ଆପଣ ଚାହିଁବେ ତାଙ୍କ ସହିତ ରହିବା ପାଇଁ? ହଁ ମୁଁ ଚାହିଁବି ବର୍ତ୍ତମାନ ତାକୁ ଡାକନ୍ତୁ, ମୁଁ ବର୍ତ୍ତମାନ ଘରକୁ ନେଇକି ଯିବି। ତାହେଲେ କ'ଣ ସିଏ ଚାହୁଁନାହାନ୍ତି ଏମିତି ପ୍ରହେଳିକା କରୁଛନ୍ତି ଲାଗୁଛି ଆପଣ? ସିଏ ଚାହୁଁନାହାନ୍ତି ଆଉ ତାହେଲେ 13 ବର୍ଷ ହେଲା ଆଜିକାଲି କୁଆଡ଼େ ଥିଲା? ଆଜି କେମିତି ଆସି ଏଠି କହୁଛି? ମୋର କୋର୍ଟରେ କେସ୍ ଚାଲିଛି, କୋର୍ଟରେ ତାଙ୍କୁ ମେଣ୍ଟେନାନ୍ସ ହେଇଛି। ପୁରୀ କୋର୍ଟରେ ମେଣ୍ଟେନାନ୍ସ ମୁଁ 5,000 ଲେଖାଏଁ ମେଣ୍ଟେନାନ୍ସ ଦେଇଛି। ଫେର ଏତେ ଇଏ ହେଲା ପରେ ଇଏ କ'ଣ ପାରିଲା? ଆପଣଙ୍କୁ ସେ ଜାଣିଶୁଣି ମେଣ୍ଟାଲ ହାରାସମେଣ୍ଟ କରୁଛନ୍ତି, ବଦନାମ କରିଥାନ୍ତି କି? ମୋତେ ବଦନାମ, ମୁଁ ତ ସେମିତି ବଦନାମ, ମୋତେ ବଦନାମ କଲେ ମୁଁ ଆଉ କ'ଣ କହିବି? ମୋର କେତେ ଦିନ ଲାଇଫ୍ ମୋର। ସିଏ ଏମିତି ମୋ ଟର୍ଚର୍ କରୁଛି। ମୁଁ କ୍ୟାନ୍ସର ଅପେକ୍ଷା ମୁଁ ଆ ଟର୍ଚର୍ ମୁଁ ବୋଧେ ଚାଲିଯିବି ବୋଧେ ଉପରକୁ। କ୍ୟାନ୍ସର ହେଲାବେଳେ ଆପଣଙ୍କର ସ୍ତ୍ରୀ କୋଉଠି ଥିଲେ? ସେ ତା ବାପା ଘରେ ଥିଲା। ଜାଣିଥିଲେ ଆପଣଙ୍କ ସେବା ଯତ୍ନ କରିବା କି ଆସିବା ସିଏ ପଚାରିବା ଟୋଟାଲ୍ ମୋତେ ଫୋନ୍ କରିକି ମୋ ପାଖକୁ ସିଏ ଆସିନି। ସେଇ ଟାଇମ୍ରେ ମୀରା ପରିଡ଼ାଙ୍କର ଭୂମିକା କ'ଣ ଥିଲା ଯେତେବେଳେ କ୍ୟାନ୍ସର ହେଇଥିଲା? ମୀରା ପରିଡ଼ା ତ ମୋତେ ବମ୍ବେ ନେଇ ଟ୍ରିଟମେଣ୍ଟ କରି ମୋତେ ଭଲ କରିକି ଆଣିକି ଆସିବି ବୋଲି ମୁଁ ଆପଣଙ୍କ ଆଗରେ ଆଜି ବସି ବାଇସ୍ ଦେଉଛି। ସିଏ ନଥାନ୍ତା ମୋର କିଏ ଥିଲା? ମୋର ତ କେହି ନଥିଲେ। ତାହେଲେ ଆଜି ଯେତେବେଳେ ଭଲ ହେଇଗଲେ ଆପଣ, ସେତେବେଳେ ମୀରା ପରିଡ଼ାକୁ ଟାର୍ଗେଟ୍ କରାହେଲା। ହଁ ମୀରା ପରିଡ଼ାକୁ ଟାର୍ଗେଟ୍ କଲା। ମୀରା ପରିଡ଼ା ମୋ ନାଁରେ ତ କାହିଁ କିଛି କେବେ କହୁନାହାନ୍ତି। ସେ ମୀରା ପରିଡ଼ାକୁ ଖାଲି କହୁଛି, ମୀରା ପରିଡ଼ା ନାଁରେ କହୁଛି। କ'ଣ ପାଇଁ? ସେ ଗୋଟେ ଓଡ଼ିଶାର ଚର୍ଚ୍ଚିତ ଚେହେରା। କାଳେ ମୀରା ପରିଡ଼ାକୁ ଏମିତି ବଦନାମ କଲେ ସିଏ ମୋତେ କାଳେ ପଇସା ଯାଚିକି ଦେଇଦେବ। ସେ ସମାଜ ସେବା କରୁଛି, ଲୋକମାନଙ୍କୁ ପଇସା ଦେଉଛି। ବହୁତ ଲୋକ ଆପଣମାନେ ଜାଣିଛନ୍ତି, କ୍ୟାପିଟାଲ ହସ୍ପିଟାଲଠୁ ଆରମ୍ଭ କରି ଯେତେ ଲୋକ ଆସୁଛନ୍ତି ସବୁ ଲୋକଙ୍କୁ ସେ ସାହାଯ୍ୟ କରୁଛି। ସେଥିସକାଶେ ସେ ମୀରାକୁ ବଦନାମ କରୁଛି। ୱାନ୍ ଟାଇପ୍ ଅଫ୍ ବ୍ଲାକମେଲିଂ। ବ୍ଲାକମେଲିଂ।